तेबे दर्शक बंधु क्रिकेट जगत आसला एक ताजा खबर। भारत एवं दक्षिण आफ्रिका मध्य चली 5 मैच विशिष्ट टी20 सीरीज एक रोमांचकर परिणाम पहुंची। धर्मशाला तृतीय टी20 एक बड़ विजय सहित भारत सीरीज रे 2-1 गुरुत्वपूर्ण अग्रणी हासिल करिछि। उभय दल एवं चतुर्थ टी20 उत्तर प्रदेशर राजधानी लखनऊ में पहुंची, ଯେଉଁଠାରେ ଏକ ଅତ୍ୟନ୍ତ ପ୍ରତୀକ୍ଷିତ ପ୍ରତିଯୋଗିତା ଆଶା କରାଯାଉଛି। ତେବେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ସିରିଜର ଚତୁର୍ଥ ଟି20 ବୁଧବାର ଡିସେମ୍ବର 17 ତାରିଖରେ ଖେଳାଯିବ। ଲକ୍ଷ୍ନୌର ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ ଷ୍ଟାଡିୟମରେ ମ୍ୟାଚ୍ ଅନୁଷ୍ଠିତ ହେବ। ମ୍ୟାଚ୍ ସନ୍ଧ୍ୟା 7ଟାରେ ଆରମ୍ଭ ହେବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ମ୍ୟାଚ୍ IPL 2026 ମିନି ନିଲାମର ମାତ୍ର ଗୋଟିଏ ଦିନ ପରେ ଖେଳାଯିବ, ଯାହା ଖେଳାଳି ଏବଂ ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହକୁ ଆହୁରି ବୃଦ୍ଧି କରିବ। ତେବେ ଭାରତ ଧର୍ମଶାଳାରେ ଏକ ଚମତ୍କାର ଅଲରାଉଣ୍ଡର ପ୍ରଦର୍ଶନ ସହିତ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଭାରତୀୟ ଦଳ ଏହି ଗତି ବଜାୟ ରଖି ସିରିଜ ଜିତିବାକୁ ଚେଷ୍ଟା କରିବ। ଏହି ସମୟରେ ମ୍ୟାଚ୍ ଦକ୍ଷିଣ ଆଫ୍ରିକା ପାଇଁ କର ବା ମର ଭଳି ହେବ, କାରଣ ପରାଜୟ ସେମାନଙ୍କୁ ସିରିଜରୁ ବାହାର କରିଦେବ। ତେବେ ଭାରତ ବନାମ ଦକ୍ଷିଣ ଆଫ୍ରିକା ଟି20 ସିରିଜ ଷ୍ଟାର ସ୍ପୋର୍ଟସ ନେଟୱାର୍କରେ ସିଧା ପ୍ରସାରଣ କରାଯିବ। ଯେଉଁମାନେ ନିଜ ମୋବାଇଲ ଫୋନ୍ କିମ୍ବା ଲ୍ୟାପଟପରେ ମ୍ୟାଚ୍ ଦେଖିବାକୁ ଚାହାନ୍ତି, ସେମାନେ ଜିଓ ହଟଷ୍ଟାର ଆପ୍ ଏବଂ ୱେବସାଇଟ୍ରେ ଲାଇଭ୍ ଷ୍ଟ୍ରିମିଂର ମଜା ନେଇପାରିବେ। ତେବେ ଏଇଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏଇଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ। ତେବେ ରହିଲି, ଜୟ ଶ୍ରୀରାମ।